ନମସ୍କାର, ଜୟ ଜଗନ୍ନାଥ। ମୋର କଳାକାର ଭାଇମାନଙ୍କୁ ଆଉ ମୋର ଗୁରୁ ଗୁରୁଜନମାନଙ୍କୁ ମୋର ନମସ୍କାର। ଆଉ ଆପଣମାନଙ୍କୁ ଜଣଙ୍କୁ ଦେଖେଇବା ପାଇଁ ଚାହିଁଲି କାହିଁକିନା ସିଏ ଭଲ ଜଣେ କଳାକାର ଲୁଚିକି ଥିଲେ। ଆମ ଗହଣକୁ ଆସିଥିଲେ, ବହୁତ ଆସିନାହାନ୍ତି ନା ନାହିଁ ତାଙ୍କର ଦଣ୍ଡ ଜଗତରେ ଅଛି ନା ବହୁତ, କିନ୍ତୁ ସେତେ ବି ନାଁ ନାହିଁ, ଲୋକ ଚିହ୍ନି ନାହାନ୍ତି। ସେଥିପାଇଁ କହିଲି ନାହିଁ ଭାଇକୁ ଆଣିବା, ଆପଣଙ୍କ ସହିତ ନିହାତି ଟିକେ ତାଙ୍କର ଦେଖା ସାକ୍ଷାତ କରିବା। ଆଉ ଭାଇ ତୁମକୁ ନମସ୍କାର। ନମସ୍କାର। ଆଉ କେମିତି ଅଛନ୍ତି? ହଁ ଭଲ ଅଛି। ଆଉ ଆପଣଙ୍କ ନାଁ ଟି ଆଗ ଆମ ଦର୍ଶକ ମାନଙ୍କୁ କୁହନ୍ତୁ। ପଙ୍କଜ ନାୟକ। ଘର? ବଡ଼ହୀରା। ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି? ବାପା ଅଛନ୍ତି, ସାନ ଭାଇ ଅଛି, ଭଉଣୀ ଅଛନ୍ତି, ଆଈ ଏମିତି ଅଛନ୍ତି ବାବା ହେରିକା ସମସ୍ତେ ଆଉ। ଏଇନେ କଣ ଚାଲିଛି ଡ୍ୟୁଟି ଫ୍ୟୁଟି କୁଆଡେ? ହଁ ରୁମଟା ମାଇନିସରେ ଜବ୍ କରୁଛି। ଆଚ୍ଛା ମେକାନିକାଲରେ। ଆଚ୍ଛା, ଆଉ ଆପଣ ଦଣ୍ଡ ଜଗତକୁ କେମିତି ଆସିଲେ? ହଁ ସେମିତି ଇଚ୍ଛା ନଥିଲା। ଗୋଟେ ଦିନ କଣ ହେଇଛି ନା ଯାଇଥିଲି ଅପାଘର ଗାଁକୁ। ଯେହେତୁ କିଛି କିଛି ଶିଖିଥିଲି ଆମର ମୋର ଦଣ୍ଡ ଜଗତକୁ ଆଣିବାର ଲୋକ ହେଲା ଆମର ଯିଏକି ବଜରକୁଟୁ ଗ୍ରାମର ଆମ ସାର୍, ତାଙ୍କ ନାଁ ହେଉଛି ନା ଟା ଟିକେ ମନେ ପଡୁନି। ବଜରଗୁରୁ ଆମର ମ୍ୟାନେଜର, ସିଏ ନେଇକି ଆସିଥିଲେ। ଆଚ୍ଛା ତାପରେ ସେଠି ରୁଲ ଦେଇଥିଲେ ଷ୍ଟାର୍ଟିଂରୁ ଯୁଗିଆଣୀ ଆଣ୍ଡ ସଖୀ। ଆପଣ ତାହେଲେ ଷ୍ଟାର୍ଟିଂରୁ ଯୁଗିଆଣୀ କରିଛନ୍ତି ନାଇଁ? ଯୁଗିଆଣୀ କରିଥିଲେ। ଆଚ୍ଛା। ମୋ ଗୁରୁ ହେଉଛି ବିମ୍ବାଧର ନାୟକ। ଆଚ୍ଛା, ସେ ଏଇନେ କୋଉ ପାର୍ଟିରେ ଅଛନ୍ତି? ସେଇ ପୁଣି ମାମୁରିଆ। ଆଚ୍ଛା, ମାମୁରିଆ ପାର୍ଟିରେ ହଁ ସେ ବର୍ତ୍ତମାନ ମାମୁରିଆ ଅଛି। ପାର୍ଟିରେ ରାଧା ରୋଲ କରୁଛନ୍ତି। ଆଚ୍ଛା, ଆପଣ ଏଇନେ କୋଉ ପାର୍ଟିରେ ଅଛନ୍ତି? ମୁଁ ସେମିତି ନାଚ ଫାଚ କରୁନଥିଲି। ଗୋଟେ ଅବିକା ଆସିଛି ଭାବୁଛି ବଳରାମ ପ୍ରସାଦ ଆମ ଢେଙ୍କାନାଳ ଏଇ ଦୋଳ ପୂର୍ଣ୍ଣିମାକୁ ଯିବି ବୋଲି। ଆଚ୍ଛା, ତାହେଲେ ରଞ୍ଜନ ବାବୁଙ୍କ ପାର୍ଟିରେ ଆପଣ ଯିବେ? ଆଜ୍ଞା। ଆଚ୍ଛା, ଏଇନେ ବର୍ତ୍ତମାନ କୋଉ କୋଉ ରୁଲ ସବୁ ଚାଲିଛି? ଏ ପୁଣି ଯୁଗିଆଣୀ, ଶବରୁଣୀ, କେଲୁଣୀ ଯୁଗିଆଣୀ, ଶବରଣୀ, କେଲୁଣୀ ନାଇଁ? କେଲୁଣୀ ଆଚ୍ଛା, ଯୁଗିଆଣୀରୁ ପଦେ ଟିକେ ହେଇଯାଉ ଯେହେତୁ ଆମର ଆସିଛ ଦେଖା ହେଇଛି। ଆମର ଦର୍ଶକ ବି ଜାଣିବେ, ଯୁଗିଆଣୀରୁ ପଦେ ହେଇଯାଉ। ଆମର ଯେତେବେଳେ ମୁଁ ନୂଆକି ଯୁଗିଆଣୀ ରୋଲ କଲି ମୋ ଗୁରୁ ବିମ୍ବାଧର ଦେଇଥିଲେ ଗୋଟେ ଗୀତ ଲେଖିକି, ସେତେବେଳେ ନୂଆ ନୂଆ ସେ ଗୀତଟା ଭାଇରାଲ ହଉଥିଲା ଆମର ଧରଣୀ ସାରଙ୍କର, ସେ ଯେହେତୁ ଗୋଟେ ସେଇଥିରୁ ପଦେ ଗାଉଛି। ହଉ। ବିକଳେ କାନ୍ଦେ ଜଗିଆଣି ଗ ଗୁଣମଣି ନାଥ ବୋଲି ମନେ ଗୁଣି ଗୁଣି ଗୁଣମଣି ବିଭା ହୋଇ ଗଲ ଆଉ ନ ଫେରିଲ, ବିଭା ହୋଇ ଗଲ ଆଉ ନ ଫେରିଲ, ତୁମକୁ ମୁଁ ଝୁରି ମଲିରେ ମଲିରେ ଜଗିମଣି ନାଥ ବୋଲି ମନେ ଗୁଣି ଗୁଣମଣି। ଆଚ୍ଛା, ବହୁତ ବଢିଆ। ଜାଣି ଏମିତି ଯୁଗିଆଣୀ ଚାଲିଛି। ଆଜ୍ଞା। ଏଇନେ ଜାଣି ଆପଣଙ୍କ ଦାମ୍ପତ୍ୟ ଜୀବନରେ ପୁରା ସୁଖମୟରେ ଅଛନ୍ତି ନା କଣ ତ୍ରୁଟି ଅଛି? ହଁ ସୁଖମୟ। ଆଚ୍ଛା ବହୁତ ଦୁଃଖରେ ଥିଲି, ବର୍ତ୍ତମାନ ମାଙ୍କ ଦୟାରୁ ଜବ୍ ଟିକେ କରୁଛି ମେକାନିକାଲରେ। ଆପଣଙ୍କ ଘରଟା କୋଉଠି ବଡହିରା? ବଡ଼ହିରା। ଆଚ୍ଛା, 13 ଦିନିଆ ଦଣ୍ଡରେ କୋଉଠିକି ଯାଆନ୍ତି? 13 ଦିନିଆ ଦଣ୍ଡ ବଜ୍ରକୋଟ ଆମ ବର୍ତ୍ତମାନ କହୁଥିଲି ନାଁ ଟା ତାଙ୍କର ମନେ ପଡୁନଥିଲା, ମନେ ପଡିଲା। ତାଙ୍କ ନାଁ ହଉଛି ବସନ୍ତ କୁମାର ନାୟକ, ଆମ ମ୍ୟାନେଜର। ସେଇ ଆଚ୍ଛା ପାର୍ଟିରେ ହିଁ ମୁଁ ଯାଏ, ଆଉ ସିଏ ମତେ ଯାହାବି କିଛି ରୁଲ ମୁଁ କରୁଥିଲି, ତାଙ୍କରି ପାର୍ଟିରେ ହିଁ ମୁଁ ବର୍ତ୍ତମାନ ହାଡ଼ିଆଣୀ ବି ତାଙ୍କ କତିରେ କରୁଛି, ସବୁଋଣୀ କରେ। ସବୁ ରୁଲ କିଛି କିଛି ଯାହାବି ଭଲ ମନ୍ଦ ସେଇଠୁ ହିଁ କରେ। ଆଚ୍ଛା,
ଏବେ ମୁଁ ଟିକେ ଟିକେ ଶୁଣିବାକୁ ପାଉଥିଲି କି ଯେମିତିକି ତମେ ଏଇନା ବର୍ତ୍ତମାନ ରାଧା ଆଉ ପାର୍ବତୀ କି ବି ଅଭିନୟରେ ରହିବା ପାଇଁ ଚେଷ୍ଟା କରିଛ। ହୁଁ। ଟିକେ ହେଇଯାଉ ଆମର ରାଧା ଭୂମିକାରେ ନିହାତି ଟିକେ ଗୀତ ପଦ ଆମେ ନିହାତି ଶୁଣିବା ପାଇଁ ଚାହିଁବେ ଆମ ଦର୍ଶକ ମାନେ ବି। ରାଧା ଭୂମିକାର ପଦଟିଏ ଗାଉଛି ବନ୍ଦନା। ବନ୍ଦନା ପଦଟିଏ ଗାଉଛି। ପ୍ରଥମେ ବନ୍ଦନା କରୁଛି ଗୋ ମୁଁ ଆଖଡ଼ା ଶାଳକୁ, ବନ୍ଦେ କାମନା ଘରକୁ, ଚରଣେ ଶରଣ ପଶୁଛୁ ଗୋ ସାହୁ ଆମକୁ। ଆଚ୍ଛା। ଆମର ପାର୍ବତୀ। ପାର୍ବତୀରେ ହଁ ପାର୍ବତୀରେ ବି ଗୀତ ଅଛି। ନୂଆଁକି ଯେହେତୁ ଗୋଟେ ପାଦ ଦଉଛି, ହଁ ଗାଇବା ପଦୁଟିଏ। ମୋର ନାମ ଧରି କିଏ ଛାଡୁଛ ହୁରି, ପତି ମୋର ଭୂତନାଥ ଯାଇଛନ୍ତି ତପସ୍ୟା କରି, କିଏ କାହିଁକି ଡାକ ଛାତି ମୋ ଧକ ଧକ। ଆଚ୍ଛା ଆଚ୍ଛା, ଯେମିତି କିି ଭାଇ ଆମର ଦଣ୍ଡ ଜଗତରେ ଯାହାକି ଏକ ନମ୍ବର ପାର୍ଟି ହିସାବରେ ଆମର ସୁଲେଖା ଆମର ଗୁରୁ ନିର୍ମଳ ସାର୍ ଅଛନ୍ତି। ହୁଁ। ସେମିତି ଆମର ଜୁରା ଗାଡିଆରେ ସାର୍ ବିନୟ ସାର୍ ଅଛନ୍ତି। ଆଜ୍ଞା ଆମର ରନ୍ଥଲେରେ ସାର୍ କ୍ଷୀରୋଦ ସାର୍ ଅଛନ୍ତି। ଆଜ୍ଞା ସେମିତି ତମକୁ ଏଠି ବ୍ରଜନାଥପୁରରେ ଆମର ଅଛନ୍ତି ଯାହାକି ଭାଗି ସାର୍ ଅଛନ୍ତି। ହୁଁ। ତମକୁ ଏମିତି ନାବିକ ଭୂମିକାରେ କାହାକୁ ତମକୁ ଭଲ ଲାଗେ? ନାଇଁ ଏଇ ନାବିକ ମୋର ଭଲ ଲାଗେ ମତେ। ନାବିକ ଭୂମିକାରେ ଫାଷ୍ଟ କହିବି ଏଇଖୁଣି ଅଛନ୍ତି ଗୋଢ଼େଇ ପାଟିରେ ନର୍ତ୍ତମ ସାର୍। ଆଚ୍ଛା ନର୍ତ୍ତମ ସାର୍। ଆଉ ରାଧା ଭୂମିକାରେ ସେମିତି? ରାଧା ଭୂମିକାରେ ଭଲ ଲାଗେ ଅକ୍ଷୟ ଭାଇ ଅଛନ୍ତି, ପ୍ରସନ୍ନ ଭାଇ ଅଛନ୍ତି। କିନ୍ତୁ ହେଲେ ବି ମୁଁ ଗୁରୁ ବୋଲି ମାନିଛି ଫାଷ୍ଟ ଆଲୋକ କୁମାର ନାୟକ। ତାପରେ ଆମର ଏଇ ନୂଆ କି ଡିଜିଟାଲ ସୁଇଟି ରାଧା। ଏମିତି ଅଛନ୍ତି ଆଉ। ଆଚ୍ଛା। ଆଉ ଆମର ତମେ ଯେହେତୁ ମେହେନ୍ତ୍ରାଣୀ କରୁଛ କି ଯୁଗିଆଣୀ ବି କରୁଛ, ସେମିତି ମେହେନ୍ତ୍ରାଣୀ ଆଉ ଯୁଗିଆଣୀରେ ଆପଣଙ୍କୁ କାହାକୁ ଭଲ ଲାଗେ? ଆମର ଯୁଗିଆଣୀ କୁହନ୍ତୁ ଆଉ ମେହେନ୍ତ୍ରାଣୀ। ମେହେନ୍ତରାଣୀରେ ଫାଷ୍ଟ ଚିଙ୍ଗୁଡ଼ି ଭାଇ। ଆଉ ଯୁଗିଆଣୀ? ଯୁଗିଆଣୀରେ ଆମର କାଂସର କୋ ଅକ୍ଷି ଭାଇ। ଆଚ୍ଛା। ଆଉ ସବ୍ରାଣୀ ବି ତମର ରୋଲ ଗୋଟେ ସବ୍ରାଣୀ? ସବରଣୀରେ ଖାସ୍ କରି ମଲ୍ଲୀ ଦିଦିଙ୍କୁ ମୋର ନମସ୍କାର। ଯାହାବି କିଛି ଗାଉଛି ବା ରୋଲ କରୁଛି ତାଙ୍କୁ ହିଁ ମୁଁ ଫଲୋ କରିକି ଚାଲିଛି, ଫଲୋ କରି ଚାଲିଛି। ଆଚ୍ଛା ତାହେଲେ ମଲେଇ ଦିଦି ତମେ ତାକୁ ଫଲୋ କର ନାଇଁ କି? ଆଜ୍ଞା। ଆଚ୍ଛା ସିଏ ବି ମତେ ବି ମାନେ ମୋ ହିସାବରେ ମତେ ବି ଭଲ ଲାଗେ, ବହୁତ ଭଲ ଲାଗେ ତାଙ୍କ ଗୀତ ନାଚ। ଆଉ ସେ ଷ୍ଟେଜକୁ ଗଲେ ଗୋଟେ ଅଲଗା ପ୍ରକାର ସୃଷ୍ଟି ହେଇଯାଏ ଷ୍ଟେଜ ଟା। ହଁ। ଆଉ ଆମର ଆଚ୍ଛା ଆପଣ ତ କହିଲେ କି ଯେମିତି କି ସବୁ କହିଲେ ଆପଣ ହିନ୍ଦୀ ଯୋଉ ବାହାରୁଛନ୍ତି ଆମର ସବରଣୀ ହଁ ଉପର ପକ୍ଷରେ କିଏ ଶବର ଥିଲେ ତମକୁ ଭଲ ଲାଗେ ଯେ ନାହିଁ ୟାଙ୍କ ସହିତ ଶବର କଲେ ମତେ କମ୍ଫର୍ଟେବୁଲ ମଜା ଲାଗେ କି ନାଚ କରିବା ପାଇଁ ଗୋଟେ ଆଗ୍ରହତା ବଢେ? ହଁ ଆଉ ଜଣେ ବି ମୋର ବାପ ସମାନ କଳାକାର, ସେ ମୋ ଗୁରୁ କହିଲେ ବି ଚଳେ। କାକୁଡ଼ିଆ ତାଙ୍କ ଘର ଦୁଷ୍ମନ୍ତ କୁମାର ନାୟକ। ସିଏ ଗଡ଼ସନ୍ତ୍ରୀ ଶିପୁ ସାର୍ଙ୍କ ପାର୍ଟିରେ ରୋଲ କରୁଛନ୍ତି। ବର୍ତ୍ତମାନ ଗାୟକ ହିସାବରେ। ସିଏ ସବର କଲେ ଉଭୟ ପଟରେ ବହୁତ ଖୁସି ଲାଗେ, ବହୁତ ମଜା ଲାଗେ। ଆଚ୍ଛା ହଉ ଆମ ଦର୍ଶକ ମାନଙ୍କୁ କଣ ଟିକେ କୁହନ୍ତୁ? କଣ କହିବି ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ଏଇ ଦଣ୍ଡ ଜଗତ ଆଗକୁ ଆଗକୁ ଆହୁରି ଯାଉ ଆଉ ଭଲ ସବୁ ହଉ। ହଉ ଯେମିତି କି ଦେଖିଲେ କି ଭାଇମାନେ ଯେ ଭାଇ ଆମର କହିଲେ ତାଙ୍କ ବିଷୟରେ ବି କିଛି ଜାଣିଲେ। ଆଉ ତାଙ୍କ ସହିତ ମିଶିକି ବହୁତ ଖୁସି ଲାଗିଲା, ରଖୁଛୁ ଜୟ ଜଗନ୍ନାଥ। ନମସ୍କାର।